2024 ନିର୍ବାଚନର ଅନିୟମିତତା ନେଇ ତାତିଲେଣି ରାଜ୍ୟବାସୀ। ଇଭିଏମ ର ଭୋଟ ଓ ଗଣତି ଭୋଟରେ ରହିଛି ବିରାଟ ତାରତମ୍ୟ। କାହା ପ୍ରରୋଚନାରେ ଫର୍ମ 17C ର ତଥ୍ୟ ପ୍ରଦାନ କରୁନାହାନ୍ତି ନିର୍ବାଚନ ଅଧିକାରୀ। ଫର୍ମ 17C ପାର୍ଟ 1 ରେ 863 ଭୋଟ ପୁଲିଂ ହେଲା, କିନ୍ତୁ ଯେତେବେଳେ ଫର୍ମ 20 ଯୋଉଟା ବୁଥ ରେ ଗଣତି ହବ, ଯେତେବେଳେ କାଉଣ୍ଟିଂ ହଲରେ ରିଟର୍ଣ୍ଣିଂ ଅଫିସର ଯୋଉ ଫର୍ମ 20 ଦେଲା ସେ ଲେଖିଲା 821। ଯଦି 863 ପୁଲିଂ ହେଇଥିଲା ତାହେଲେ ଇଭିଏମ ଭିତରୁ 821 କେମିତି ବାହାରିଲା? 42 ଭୋଟ ଡିଫରେନ୍ସ କେମିତି ହେଲା? ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ବିରୋଧ କରୁଛି ବିଜେପି। ତଥ୍ୟ ନ ଦେଇ ସୂଚନା ଅଧିକାର ଆଇନ ଉଲ୍ଲଂଘନ କରିଛନ୍ତି ନିର୍ବାଚନ ଅଧିକାରୀ। ଅଧିକାରୀଙ୍କୁ ବିଜେପିର ସମର୍ଥନ ନିର୍ବାଚନର ସ୍ୱଚ୍ଛତା ଉପରେ ସୃଷ୍ଟି କଲାଣି ପ୍ରଶ୍ନବାଚୀ।